ଆଜିର ପ୍ରସଙ୍ଗ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ନିଶା ବ୍ୟବହାରର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଏହାକୁ ନିଷିଦ୍ଧ ଔଷଧ ଦିବସ ବୋଲି ମଧ୍ୟ କୁହାଯାଇଥାଏ। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ। ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ଏବଂ ଏହି ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ମସିହାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ବିଶ୍ୱ ଡ୍ରଗ୍ସ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ 3,50,00,000 ଲୋକ ନିଶା ସେବନର ଶିକାର ହେଉଛନ୍ତି। 2017 ମସିହା ରିପୋର୍ଟ ଅନୁଯାୟୀ 11 ମିଲିୟନ ଲୋକ ନିଶା ଇଞ୍ଜେକ୍ସନ ବ୍ୟବହାର କରୁଥିଲେ। ସେମାନଙ୍କ ମଧ୍ୟରୁ 14 ଲକ୍ଷ HIV ଏବଂ 56 ଲକ୍ଷ ହେପାଟାଇଟିସ୍ ସିରେ ପୀଡ଼ିତ ଥିଲେ। ବିଶ୍ୱରେ ବର୍ତ୍ତମାନ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ବେଆଇନ କାରବାର ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ନିଶାଦ୍ରବ୍ୟ ସେବନ ଶାରୀରିକ ଏବଂ ମାନସିକ ସ୍ତରକୁ ଆକ୍ରାନ୍ତ କରିବା ସହିତ ସାମୂହିକ ଭାବରେ ଅନେକ କ୍ଷତି ପହଞ୍ଚାଇଥାଏ। ଆକଳନ ଅନୁଯାୟୀ 15ରୁ 35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁ ଅଭ୍ୟାସର ଶିକାର ହୋଇଥାନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହ ସମାଜରେ ମଧ୍ୟ ବିଭିନ୍ନ ଅପରାଧରେ ସେମାନଙ୍କର ଜାଣତରେ ହେଉ କି ଅଜାଣତରେ ଏହି ଗୋଷ୍ଠୀ ଜଡ଼ିତ ହୋଇଥାନ୍ତି। ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମ ଭାବେ ଜଡ଼ିତ ହୋଇଥାଏ। ଏପରି ପରିସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଅଫିମ, କୋକେନ୍, ଗଞ୍ଜେଇ ଭଳି ସ୍ନାୟୁ ଉତ୍ତେଜକ ପଦାର୍ଥର ପ୍ରସ୍ତୁତି ତଥା ଚାଷ ଏବଂ ଯୋଗାଣ ମାନବ ସମାଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଉଛି। ଚାହିଦାକୁ ଦୃଷ୍ଟିରେ ରଖି ଚୋରା ବଜାର କାରବାର ମଧ୍ୟ ବ୍ୟାପକ ହୋଇଚାଲିଛି। ଏହି ନିଷିଦ୍ଧ ପଦାର୍ଥଗୁଡ଼ିକର ବ୍ୟବହାରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶରେ ଆଇନ ପ୍ରଣୟନ କରାଯାଇଛି। ତେଣୁ କଠୋର ଭାବେ ଆଇନର କାର୍ଯ୍ୟକାରିତା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ ଚୀନର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1839 ମସିହା ଜୁନ୍ ମାସ 25 ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 1909 ମସିହାରେ ଚୀନର ସାଙ୍ଘାଇଠାରେ ଏହା ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାପରେ 1961, 1971, 1988 ମସିହାରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ସମ୍ମିଳନୀ ଅନୁଷ୍ଠିତ ହୋଇ ନିଶାଦ୍ରବ୍ୟର ଉତ୍ପାଦନ, ପରିବହନ ଏବଂ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2016 ମସିହାରେ ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅଧୀନରେ 11ଟି ନିଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ନିଶା ନିବାରଣ, ନିଶାମୁକ୍ତ ବ୍ୟକ୍ତିଙ୍କର ପୁନଃ ବିକାଶ, କଲ୍ୟାଣ ଏବଂ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ପରିବାରବର୍ଗ, ଗୋଷ୍ଠୀ ତଥା ସମାଜ ସମ୍ବେଦନଶୀଳ ହେବା ସହ ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରିବା ଜରୁରୀ ହୋଇପଡ଼ିଛି। ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ନିଶାଦ୍ରବ୍ୟର ବ୍ୟବହାର ଏବଂ ବେଆଇନ କାରବାରକୁ ରୋକିବା ପାଇଁ ସଚେତନତା ଅତ୍ୟନ୍ତ ଜରୁରୀ। ନିଶାସକ୍ତ ବ୍ୟକ୍ତିଙ୍କୁ ଏହାର କୁପ୍ରଭାବରୁ ମୁକ୍ତ କରିବା ଲାଗି ମନୋବୈଜ୍ଞାନିକ ଚିକିତ୍ସାର ମଧ୍ୟ ଆବଶ୍ୟକତା ରହିଛି। ସେହି ବ୍ୟକ୍ତିଙ୍କୁ ସମବେଦନା ଏବଂ ସୌହାର୍ଦ୍ଦ୍ୟର ସହିତ ଠିକ୍ ବାଟକୁ ଆଣିବା ଉଚିତ। ନିଶାସକ୍ତଙ୍କୁ ଘୃଣା ନ କରି ନିଶାଦ୍ରବ୍ୟ ଏବଂ ଏହାର ବ୍ୟବସାୟକୁ ଦୂରେଇବା ଉଚିତ। ଧୈର୍ଯ୍ୟ ଏବଂ ସହନଶୀଳତା ସହ ନିଶାସକ୍ତ ବ୍ୟକ୍ତିଙ୍କ ଯତ୍ନ ନିଆଗଲେ ସେମାନେ ପୂର୍ବାବସ୍ଥାକୁ ଫେରିବା ସମ୍ଭବ ହୋଇପାରିବ। ଏ କ୍ଷେତ୍ରରେ ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି। ଆସନ୍ତୁ ଆଜିର ଦିବସରେ ନିଶାଦ୍ରବ୍ୟ ବ୍ୟବହାରଠୁ ଦୂରରେ ରହିବା ଏବଂ ଏହାର ବେଆଇନ କାରବାର ବିରୋଧରେ ସ୍ୱର ଉତ୍ତୋଳନ କରି ଏକ ସୁସ୍ଥ ତଥା ଦୀର୍ଘସ୍ଥାୟୀ ସମାଜ ଗଠନରେ ବ୍ରତୀ ହେବା।